ଦର୍ଶକ ବନ୍ଧୁ, ଆଦ୍ୟ ଋତୁର ନାରୀର ନକ୍ଷତ୍ର ଫଳାଫଳ ବିଷୟରେ ମୁଁ କହିବାକୁ ଯାଉଛି। କେଉଁ ନକ୍ଷତ୍ରରେ ନାରୀ ପ୍ରଥମ ଋତୁମତୀ ହେଲେ କ'ଣ ଫଳାଫଳ ହୁଏ ସେ ବିଷୟରେ ମୁଁ କହୁଛି। ଯଦି ନାରୀ ଅଶ୍ୱିନୀ ନକ୍ଷତ୍ର ଶୁଭପଦ, ଯଦି କୌଣସି ନାରୀ ସେହି ନକ୍ଷତ୍ରରେ ପ୍ରଥମ ଋତୁମତୀ ହୁଏ ତାହେଲେ ସେ ସୁଖ ଭୋଗ କରେ ଓ ପ୍ରତି ପଣୟିନୀ ହୁଏ, ଏଥିରେ ସନ୍ଦେହ ନାହିଁ। ଦ୍ୱିଜା ନକ୍ଷତ୍ର ଦୁଃଖପଦ ଅଟେ। ଯେଉଁ ନାରୀ ଉକ୍ତ ନକ୍ଷତ୍ରରେ ଋତୁମତୀ ହୁଏ ସେ ବିଧବା ହେଇଥାଏ। ଯଦି କୌଣସି ନାରୀ କୃତ୍ତିକା ନକ୍ଷତ୍ରରେ ପ୍ରଥମ ଋତୁମତୀ ହୁଏ ତାହେଲେ ସେ ଦରିଦ୍ର ହୁଏ, ସର୍ବଦା ଦୁଃଖ ଭୋଗ କରେ। ରୋହିଣୀ ନକ୍ଷତ୍ର ଅଶୁଭ ବୋଲି ପରିକୀର୍ତ୍ତିତ ହୋଇଛି। ଯଦି କୌଣସି ନାରୀ ଉକ୍ତ ନକ୍ଷତ୍ରରେ ପ୍ରଥମ ଋତୁମତୀ ହୁଏ ତେବେ ସେହି ରମଣୀ ବିଧବା ହେଇଥାଏ। ମୃଗଶିରା ମଧ୍ୟ ସେହିପରି ଅଶୁଭଦାୟିନୀ। ତହିଁରେ ନାରୀ ପ୍ରଥମ ଋତୁମତୀ ହେଲେ ବିଧବା ହୁଅନ୍ତି। ଯେଉଁ ନାରୀ ଆଦ୍ରା ନକ୍ଷତ୍ରରେ ପ୍ରଥମ ଋତୁମତୀ ହୁଅନ୍ତି ସେ ମଧ୍ୟ ବୈଧବ ଯନ୍ତ୍ରଣାରେ ଦଗ୍ଧୀଭୂତ ହୁଅନ୍ତି। ପୁନର୍ବସୁ ନକ୍ଷତ୍ରରେ ପ୍ରଥମ ଋତୁମତୀ ହେଲେ ନାରୀ ଶୋକାତୁର ହୁଏ, ସନ୍ଦେହ ନାହିଁ। ଯେଉଁ ନାରୀ ପୁଷ୍ୟା ନକ୍ଷତ୍ରରେ ପ୍ରଥମ ରଜ ଦର୍ଶନ କରେ ବା ରଜସ୍ୱଳା ହୁଏ ସେ ଦୁଃଖ ଭୋଗ କରେ। ଯେଉଁ ନାରୀ ଅଶ୍ଳେଷା ନକ୍ଷତ୍ରରେ ପ୍ରଥମ ଋତୁମତୀ ହୁଏ ସେ ଦୀର୍ଘ ଜୀବନ ଓ ଐଶ୍ୱର୍ଯ୍ୟଶାଳିନୀ ହୋଇ ଦିନଯାପନ କରେ, ସନ୍ଦେହ ନାହିଁ। ଯେଉଁ ନାରୀ ମଘା ନକ୍ଷତ୍ରରେ ପ୍ରଥମ ଋତୁମତୀ ହୁଏ ସେ ଶୋକାତୁର ହୁଏ, ଏଥିରେ ସନ୍ଦେହ ନାହିଁ। ଯଦି କୌଣସି ନାରୀ ପୂର୍ବ ଫାଲ୍ଗୁନୀ ନକ୍ଷତ୍ରରେ ପ୍ରଥମ ଋତୁମତୀ ହୁଏ ତାହେଲେ ସେ ହତଭାଗିନୀ ଓ ପତିହୀନା ହେଇଥାଏ। ଉତ୍ତର ଫାଲ୍ଗୁନୀ ନକ୍ଷତ୍ର ଶୁଭଦାୟକ ଅଟେ। ଏହି ନକ୍ଷତ୍ରରେ ପ୍ରଥମ ଋତୁମତୀ ହେଲେ ସେହି ନାରୀ ସୁଖ ଭୋଗ କରେ। ଯଦି କୌଣସି ନାରୀ ହସ୍ତା ନକ୍ଷତ୍ରରେ ପ୍ରଥମ ଋତୁମତୀ ହୁଏ ତାହେଲେ ଐଶ୍ୱର୍ଯ୍ୟଶାଳିନୀ ପ୍ରତିପଲ୍ଲଭା ହୁଏ। ଯଦି ଚିତ୍ରା ନକ୍ଷତ୍ରରେ ଯେଉଁ ନାରୀ ପ୍ରଥମ ଋତୁମତୀ ହୁଏ ସେ ଐଶ୍ୱର୍ଯ୍ୟଶାଳିନୀ ଓ ପ୍ରତିପଲ୍ଲଭା ଅଟେ। ସ୍ୱାତି, ବିଶାଖା, ଅନୁରାଧା ଏହି ତିନୋଟି ନକ୍ଷତ୍ର ଶୁଭପଦ ଓ ସୁଖାବହ। ଏହି ତିନି ନକ୍ଷତ୍ରରେ କୌଣସି ରମଣୀ ପ୍ରଥମ ଋତୁମତୀ ହେଲେ ସେ ପତିର ପରମାୟୁ ବିବର୍ଦ୍ଧିନୀ ହେଇଥାଏ। କୌଣସି ରମଣୀ ଯଦ୍ୟପି ଜ୍ୟେଷ୍ଠା ନକ୍ଷତ୍ରରେ ପ୍ରଥମ ଋତୁମତୀ ହୁଏ ତାହେଲେ ସେ ଶୋକାତୁର ହୁଏ। ଯଦି କୌଣସି ନାରୀ ଶୁଭଦାୟିନୀ ମୂଳା ନକ୍ଷତ୍ରରେ ଋତୁମତୀ ହୁଏ ତାହେଲେ ସେ ଧନଧାନ୍ୟାଦି ସମ୍ପନ୍ନ ହୋଇ ସୁଖରେ ଜୀବନ ଅତିବାହିତ କରେ, ଏଥିରେ ସନ୍ଦେହ ନାହିଁ। ପୂର୍ବଷାଢ଼ା ନକ୍ଷତ୍ର ଶୋକ ଓ ଦୁଃଖର କାରଣ ଅଟେ। ଏହି ନକ୍ଷତ୍ରରେ ନାରୀ ଋତୁମତୀ ହେଲେ ବିଧବା ହେଇଥାଏ। ଯେଉଁ ନାରୀ ଉତ୍ତରାଷାଢ଼ା ନକ୍ଷତ୍ରରେ ଋତୁମତୀ ହୁଏ ସେ ପତିବ୍ରତା ଓ ଚିର ସୁଖ ଭାଗିନୀ ହୁଏ। ଯେଉଁ ନାରୀ ଶ୍ରବଣା ନକ୍ଷତ୍ରରେ ପ୍ରଥମ ଋତୁମତୀ ହୁଏ ସେ ଧନଧାନ୍ୟାଦି ସମ୍ପନ୍ନା ହୋଇ ସମୟ ବାହିତ କରେ, ଏଥିରେ ସନ୍ଦେହ ନାହିଁ। ଧନିଷ୍ଠା, ଶତବିଶା, ଉତ୍ତରା ଭାଦ୍ରପଦ ଏହି ତିନୋଟି ନକ୍ଷତ୍ର ଶୁଭପଦ ଅଟେ। ଏହି ନକ୍ଷତ୍ରମାନଙ୍କରେ ଋତୁମତୀ ହେଲେ ନାରୀ ଐଶ୍ୱର୍ଯ୍ୟଶାଳିନୀ ହେଇଥାଏ। ପୂର୍ବ ଭାଦ୍ରପଦ ନକ୍ଷତ୍ର ଦୁଃଖର କାରଣ ଅଟେ। ଏହି ନକ୍ଷତ୍ରରେ ପ୍ରଥମ ଋତୁମତୀ ହେଲେ ସେହି ନାରୀ ବିଧବା ହେଇଥାଏ। ଯେଉଁ ନାରୀ ଏହି ନକ୍ଷତ୍ରରେ ପ୍ରଥମ ଋତୁ ପରିଦୃଷ୍ଟ ହୁଏ ରେବତୀ ନକ୍ଷତ୍ରରେ ସେ ଧନଧାନ୍ୟ ସମ୍ପନ୍ନ ହୁଏ। ଦର୍ଶକ ବନ୍ଧୁ, ଟିପ୍ସଟି କିପରି ଲାଗିଲା କମେଣ୍ଟ କରି ଜଣାଇବେ। ଭିଡ଼ିଓକୁ ଟିକେ ଲାଇକ୍ କରିବେ ଏବଂ ନୂଆ ହେଇଥିଲେ ସବସ୍କ୍ରାଇବ୍ କରିବେ। ରହୁଛି, ଜୟ ଜଗନ୍ନାଥ।